ପୁରୀର ଅଷ୍ଟଭୈରବ। ପୁରାଣରେ ଅନ୍ୟ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାର ପ୍ରକ୍ରିୟାକୁ ପୌରସତ୍ୱ ବୋଲି ବ୍ୟାଖ୍ୟା କରାଯାଇଛି। ଜଣେ ପ୍ରଭାବଶାଳୀ ପୁରୁଷକୁ ଏହି ପ୍ରକାରରେ ଚିତ୍ରଣ କରାଯାଇଛି। ସକାରାତ୍ମକ ଦୃଷ୍ଟିକୋଣରୁ ଏହି ଆଧାରଟି ସୁରକ୍ଷା ଭାବନା ସୃଷ୍ଟି କରେ ଓ ଅନ୍ୟପକ୍ଷେ ନକାରାତ୍ମକ ଦୃଷ୍ଟିକୋଣରୁ ଅନ୍ୟକୁ ଅହେତୁକ ନିୟନ୍ତ୍ରଣ କରିବାର ଜିଜ୍ଞାସାର ବୁଝାଏ। ସେହିପରି ସକାରାତ୍ମକ ଭାବେ ନାରୀତ୍ୱର ପରିପ୍ରକାଶ ପୋଷଣ ବା କ୍ଷୁଧା ନିବାରଣ ପାଇଁ ଥିଲାବେଳେ ନକାରାତ୍ମକ ଭାବରେ ଅନ୍ୟକୁ ଖାଇଯିବାକୁ ଇଙ୍ଗିତ କରେ। ପୁରାତନ ସଭ୍ୟତାରେ ଗୋଟିଏ ଗୋଟିଏ ଜାତି ଉର୍ବରତା ଓ ପରିତୃପ୍ତିର ପ୍ରତୀକ ଭାବରେ କୁଳଦେବୀ ବା କୁଳସ୍ୱାମିନୀଙ୍କୁ ପୂଜା କରୁଥିଲେ। ତାଙ୍କୁ ଜନଜାତିର ମାତା ଭାବରେ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଭୈରବ ମାନେ କେବେ ତାଙ୍କର ସେବକ ତ ପୁଣି କେବେ ଅସ୍ପଷ୍ଟ ପ୍ରେମିକ, ଭ୍ରାତା ବା ପୁତ୍ର ଭାବରେ ଚିତ୍ରିତ ହୋଇଛନ୍ତି। ଭୈରବ ଦେବୀଙ୍କ ସେବା କରୁଥିଲେ ଓ ତାଙ୍କୁ ସୁରକ୍ଷା ଦେଉଥିଲେ। ପ୍ରତିବଦଳରେ ଦେବୀ ଜାତିର ମଙ୍ଗଳ କରୁଥିଲେ। କିନ୍ତୁ ପରବର୍ତ୍ତୀ କାଳର ସମାଜରେ ପୁରୁଷ ଦେବତା ମାନଙ୍କର ଉତ୍ଥାନ ହେବା ସହ ଏହି ଦେବତା ମାନେ ବହୁ କୁଳଦେବୀଙ୍କୁ ବିବାହ କରିବାର ବୃତ୍ତାନ୍ତ ରହିଛି। ଏହା ଦେବତାଙ୍କର ଆଧିପତ୍ୟ, ପରିସୀମା ଓ ଐଶ୍ୱର୍ଯ୍ୟ କ୍ଷମତାର ସୂଚନା ଦିଏ। ତେଣୁ ଓଡ଼ିଶାର ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଅଷ୍ଟମଙ୍ଗଳାଙ୍କର ପୂଜାପୀଠ ଦେଖିବାକୁ ମିଳେ। ଏହି ଦେବୀମାନେ ଏକତ୍ର ପୁରୁଷୋତ୍ତମ ଶ୍ରୀକ୍ଷେତ୍ରକୁ ଜଗି ରହିଛନ୍ତି। ଏକଦା ଏହି ଦେବୀ ସୂର୍ଯ୍ୟ ଥିଲେ ଓ ଅନ୍ୟ ସମସ୍ତେ ତାଙ୍କ ଚତୁଃପାର୍ଶ୍ୱରେ ଗ୍ରହ ଉପଗ୍ରହ ପରି ଘୂର୍ଣ୍ଣୟମାନ ହୋଇଥିଲେ। ବୌଦ୍ଧ ଜାତକ ଗଳ୍ପରେ ବୁଦ୍ଧଙ୍କର ପୁନର୍ଜନ୍ମର ଅନେକ ବୃତ୍ତାନ୍ତ ରହିଛି। ଏହି ସବୁ କାହାଣୀରେ ବୁଦ୍ଧ ପୁରୁଷ ଭାବରେ ଜନ୍ମ ନେଇଛନ୍ତି। କୌଣସି ଗଳ୍ପରେ ବୁଦ୍ଧଙ୍କର ନାରୀ ସ୍ୱରୂପର ବ୍ୟାଖ୍ୟା ଦେଖାଯାଏ ନାହିଁ। ଜାଗତିକ ସଂସାରରୁ ନିଜକୁ ପ୍ରତ୍ୟାହାର କରି କାମନାର ବିନାଶ କରିବାର ପ୍ରଚେଷ୍ଟା ହିଁ ଏହି କାହାଣୀ ମାନଙ୍କର ମୁଖ୍ୟ ଆଧାର। ଏପରି ଏକ ପୁରୁଷ କୈନ୍ଦ୍ରିକ ବକ୍ତବ୍ୟରେ ସମଗ୍ର ପୃଥିବୀକୁ ନାରୀ ସ୍ୱରୂପିଣୀ ରୂପରେ ଚିତ୍ରିତ କରାଯାଇଛି। ଏପରି ନାରୀତ୍ୱବାଦ କୁକାମନା ଓ ବାସନା ପ୍ରତି ହିସାବରେ ଧରି ନିଆଯାଇଛି। ପରବର୍ତ୍ତୀ କାଳଖଣ୍ଡରେ ବୁଦ୍ଧଙ୍କୁ ଅତ୍ୟନ୍ତ ଦୟଶୀଳ ଭାବରେ ବର୍ଣ୍ଣନା କରିବା ସହ ତ୍ରିଭଙ୍ଗୀ ମୁଦ୍ରାରେ ପଦ୍ମପାଣି ଭାବରେ ଏବଂ ଅର୍ଦ୍ଧନାରୀଶ୍ୱର ଅବଲୋକିତ ସ୍ୱର ଭାବରେ ଚିତ୍ରଣ କରାଯାଇଛି। ତୁଳନାତ୍ମକ ଭାବରେ ଦେଖିଲେ ହିନ୍ଦୁ ପୁରାଣରେ ଶିବଙ୍କର ପୌରୁଷତ୍ୱ ବିଷ୍ଣୁଙ୍କ ଠାରୁ ଅଧିକା, ଅଥଚ ବିଷ୍ଣୁଙ୍କୁ ଅଧିକ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରାଯାଇଛି। ବିଷ୍ଣୁଙ୍କ ବିଭିନ୍ନ ଅବତାରକୁ ସମୀକ୍ଷା କଲେ ରାମ ଓ ପରଶୁରାମଙ୍କର ପୁରୁଷକାର କୃଷ୍ଣଙ୍କ ଠାରୁ ଅଧିକା ବୋଲି ବାରି ହୁଏ। କୃଷ୍ଣଙ୍କ ପାଖରେ ନାରୀତ୍ୱର ପରିପ୍ରକାଶ ଅଧିକ। ସେହିପରି କୃଷ୍ଣଙ୍କର ଗୋପାଳକ ସ୍ୱରୂପକୁ ସାରଥୀ ସ୍ୱରୂପ ସହ ତୁଳନା କଲେ ଗୋପାଳକ ସ୍ୱରୂପରେ ନାରୀତ୍ୱ ଅଧିକ ଲକ୍ଷ୍ୟ କରାଯାଏ। ଗୋପାଳକ ସ୍ୱରୂପରେ ପଶୁ ଓ ରାକ୍ଷସ ମାନଙ୍କୁ ନିପାତ କଲାବେଳେ ପୁରୁଷତ୍ୱ ଅଧିକ ଦେଖାଯାଏ ଏବଂ ନୃତ୍ୟ ଗାୟନ ରାସଲୀଳାରେ ନାରୀତ୍ୱର ପରିପ୍ରକାଶ ଅଧିକ। ଗୋପାଳ କୃଷ୍ଣଙ୍କ ଠାରୁ ମୁରଲୀଧର କୃଷ୍ଣଙ୍କ ପାଖରେ ନାରୀତ୍ୱ ଅଧିକ। ସାରଥୀ କୃଷ୍ଣଙ୍କ ଠାରୁ ଗୋପାଳ କୃଷ୍ଣଙ୍କ ପାଖରେ ନାରୀତ୍ୱ ଅଧିକ। କିନ୍ତୁ ରାମଙ୍କ ଠାରୁ କୃଷ୍ଣଙ୍କର ସମସ୍ତ ସ୍ୱରୂପରେ ନାରୀତ୍ୱର ଆଧାରର ମାତ୍ରା ଅଧିକ। ପରଶୁରାମଙ୍କ ଅପେକ୍ଷା ରାମଙ୍କ ଠାରେ ନାରୀତ୍ୱର ପରିପ୍ରକାଶ ଅଧିକ। ପରଶୁରାମଙ୍କ ମାତୃପ୍ରେମ ତାଙ୍କୁ ଶିବଙ୍କ ଠାରୁ ଅଧିକ ନାରୀତ୍ୱ ପ୍ରଦାନ କରିଥାଏ। ଶିବଙ୍କର ଘରେ ପୂଜା ପାଉଥିବା ସ୍ୱରୂପଟି ତାଙ୍କର ବୈରାଗୀ ସ୍ୱରୂପ ଠାରୁ ଅଧିକ ରମଣୀୟ। ତେଣୁ ଦେବତା ମାନଙ୍କର ବିଭିନ୍ନ ସ୍ୱରୂପ ମାଧ୍ୟମରେ ପୁରୁଷତ୍ୱରେ ଏକ ଅନୁକ୍ରମ ଦେଖିବାକୁ ମିଳେ। ଏପରି ଏକ ତର୍କ ଦେବୀଙ୍କ ସ୍ୱରୂପ ବିଷୟରେ ମଧ୍ୟ ଲାଗୁ ହୁଏ। ସମସ୍ତ ଦେବୀ ସ୍ୱରୂପ ସମାନ ଭାବରେ ରମଣୀୟ ନୁହନ୍ତି। ଦୁର୍ଗା ଓ କାଳୀଙ୍କ ପରି ଉଗ୍ର ଓ ଭୟ ଉଦ୍ରେକକାରୀ ସ୍ୱରୂପ ଭିତରେ ପୌରୁଷତ୍ୱର ମାତ୍ରା ଅଧିକ ଥିଲାବେଳେ ଗୌରୀ ଓ ଲକ୍ଷ୍ମୀଙ୍କ ଭିତରେ ରମଣୀୟତା ଅଧିକ। ନିଜର ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା ପାଇଁ ସରସ୍ୱତୀ ଅଧିକ ପୁରୁଷ ସୁଲଭ ଓ ନିର୍ବିକାର। ନିଜର ଇଚ୍ଛାକୁ ବାରମ୍ବାର ଜାହିର କରିବା ଗୁଣ ଯୋଗୁଁ ଲକ୍ଷ୍ମୀଙ୍କ ସ୍ୱରୂପ ମାତ୍ରାଧିକ ନାରୀ ସୁଲଭ। ଦୁର୍ଗାଙ୍କର ଯୁଦ୍ଧଖୋର ମନୋବୃତ୍ତି ଭିତରେ ପୌରୁଷତ୍ୱର ଅଙ୍ଗୀକାର ଅଧିକ। ବଙ୍ଗଳାର ପୂଜା ପେଣ୍ଡାଲ ମାନଙ୍କରେ ଆମେ ଯେଉଁ ଦେବୀଙ୍କର ମୂର୍ତ୍ତି ଦେଖୁ ସେ ନିଜର ସନ୍ତାନ ସନ୍ତତିଙ୍କ ସହ ଥାଆନ୍ତି। ଆମେ ଏଠାରେ ପୌରୁଷତ୍ୱରେ ପୂର୍ଣ୍ଣ ଯୁଦ୍ଧରତା ଦେବୀଙ୍କୁ ଦେଖୁ ଓ ମାତୃତ୍ୱରେ ପରିପୂର୍ଣ୍ଣ ଦୁର୍ଗାଙ୍କ ସ୍ୱରୂପରେ ମଧ୍ୟ ଦେଖୁ। ଭାବ ଓ ସ୍ୱରୂପ ଦୃଷ୍ଟିରୁ ଭାରତୀୟ ପୌରାଣିକ ଧାରା
ପୁରୁଷତ୍ୱ ଓ ନାରୀତ୍ୱର ଏକ ମିଶାମିଶି ଅନୁଭବ।